ପହଣ୍ଡି ବେଳେ ପଡ଼ିଗଲେ ବଡ଼ ଠାକୁର। ଇଏ କି ବିକଳ ଚାହାଣୀ, ବଡ଼ ଭାଇ ପଡ଼ିଗଲେ ବୋଲି କାଳିଆର ମନଉଣା। ଆଜି ଆଡ଼ପ ପହଣ୍ଡି ବେଳେ ଯାହା ଘଟିଲା, ସ୍ତବ୍ଧ ହୋଇଗଲା ସାରା ଓଡ଼ିଶା। ଘଟିଗଲା ବଡ଼ ଘଟଣା। ଗୋଟି ପହଣ୍ଡି ବେଳେ ଖସି ପଡ଼ିଲେ ବଡ଼ ଠାକୁର ବଳଭଦ୍ର। ତାଳଧ୍ୱଜ ରଥର ଚାରମାଳ ଉପରୁ ହାମୁଡ଼େଇ ପଡ଼ିଲେ ତଳକୁ। ସ୍ତବ୍ଧ ହୋଇଗଲେ ସେବାୟତ ଆଉ ଶ୍ରଦ୍ଧାଳୁ। ଏପରିକି ପହଣ୍ଡିରେ ସାମିଲ ହୋଇଥିବା 7ରୁ ଉର୍ଦ୍ଧ୍ୱ ସେବାୟତ ବି ଆହତ ହୋଇଗଲେ। ଏପରି ଅଘଟଣ ଦେଖି କାନ୍ଦି ଉଠିଲା କୋଟି କୋଟି ଓଡ଼ିଆଙ୍କ ପ୍ରାଣ। ସେପଟେ ବଡ଼ ଭାଇ ପଡ଼ିଗଲେ ବୋଲି ମନ ଦୁଃଖ କରିଛି କାଳିଆ। କେମିତି ବା କରିବନି? ଭାଇ ପରା ତାର ଜୀବନ। ରାମାୟଣରେ ଲକ୍ଷ୍ମଣ ରୂପରେ ଯେତେବେଳେ ଅବତାର ନେଇଥିଲେ ଆଉ ମହାପ୍ରଭୁ ରାମ ରୂପରେ ସେତେବେଳେ ମାତା ସୀତାଙ୍କୁ ଆଣିବା ବେଳେ ମେଘନାଦ ସହ ଯୁଦ୍ଧ ସମୟରେ ନାଗପାଶରେ ପଡ଼ିଯାଇଥିଲେ ଲକ୍ଷ୍ମଣ। ଆଉ ସେତିକିବେଳେ ରାମଙ୍କର କାନ୍ଦ ସାରା ସଂସାର ଦେଖିଥିଲା। ପ୍ରଭୁଙ୍କ କାନ୍ଦ ଦେଖି ସହିପାରିଲେନି ହନୁମାନ। ବିଷଲକ୍ଷଣ ଆଣି ବଞ୍ଚାଇଥିଲେ ଲକ୍ଷ୍ମଣଙ୍କ ପ୍ରାଣ। ଠିକ୍ ଆଜି ସେମିତି ଯେତେବେଳେ ପ୍ରଭୁ ବଳଦେବ ତାଳଧ୍ୱଜ ରଥରୁ ଆଡ଼ପ ପହଣ୍ଡି ଖସି ପଡ଼ିଲେ ସେତେବେଳେ କାଳିଆର ଛାତିରୁ ଅତଡ଼ା ଖସିବା ଭଳି ଲାଗିଲା। ଏଇ ଦେଖୁନାହାନ୍ତି କେମିତି ମନ ଉଣା କରିଛି କାଳିଆ। ସତରେ ଜଗାର ଏଇ ଦୁଃଖ ଭରା ଚାହାଣୀକୁ ଥରେ ପଲକ ପକାଇଲେ ସ୍ୱତଃ ବାରି ହେଇ ଯାଉଛି। କେତେ ମନ ଦୁଃଖ କରିଛି କାଳିଆ। ହେଲେ କାହିଁକି ଘଟିଲା ଆଜି ଏତେ ବଡ଼ ଘଟଣା? ନନ୍ଦିଘୋଷ ରଥରେ ବସି କାଳିଆ ଚକାଚକା ଆଖିରେ ଚାହିଁ ରହିଥିଲା ବେଳେ ଏପଟେ ତାଳଧ୍ୱଜ ରଥରୁ ଓହ୍ଲାଇ କାହିଁକି ଖସି ପଡ଼ିଲେ ବଳିଆ? ଆଡ଼ପ ମଣ୍ଡପକୁ ବିଜେ କରୁ କରୁ ଚାରମାଳ ଉପରେ କାହିଁକି ହାମୁଡ଼େଇ ପଡ଼ିଲେ ପ୍ରଭୁ ବଳଭଦ୍ର? ଏହିସବୁ କଥା ଭାବି ଭାବି ଭକ୍ତଙ୍କ ପ୍ରାଣ କେତେବେଳେ କାନ୍ଦି ଉଠୁଛି। ସେତେବେଳେ ସାନ ଭାଇ ଜଗା କାଳିଆ ପ୍ରାଣ କାନ୍ଦିବନି ବା କେମିତି? ହେଲେ ଜନ୍ମବେଦୀରୁ ବିଜେ କରିବା ଆଗରୁ ମହାପ୍ରଭୁ ବଳରାମଙ୍କର ଖସି ପଡ଼ିବା ଆଉ ଚାରମାଳ ଉପରେ ହାମୁଡ଼େଇ ପଡ଼ି ସେବକମାନେ ଆହତ ହେବା ଘଟଣାକୁ ଏତେ ସହଜରେ ଗ୍ରହଣ କରିପାରୁନି ଭକ୍ତଙ୍କର ମନ। ଏଭଳି ଅଘଟଣ ଘଟିବା ପଛରେ ମହାପ୍ରଭୁଙ୍କର ଇଚ୍ଛା କ'ଣ ସେ କଥା କେବଳ ତାଙ୍କୁ ହିଁ ଜଣା। ଜୟ ଜଗନ୍ନାଥ। ଆସନ୍ତୁ ଦେଖିବା ଆମର ଭକ୍ତମାନେ କ'ଣ କହୁଛନ୍ତି ଏବଂ ସେବାୟତମାନେ କ'ଣ କହୁଛନ୍ତି এই ଭିଡ଼ିଓରେ। କିଛି ହେଇପାରେ, ତାର ମଧ୍ୟ ମହାପ୍ରଭୁ ଚେତନା ଦେଇପାରନ୍ତି। ତେଣୁ ଆଶ୍ଚର୍ଯ୍ୟ ଲାଗୁନି ପ୍ରଭୁଙ୍କର 3 ଦିନର କାର୍ଯ୍ୟକୁ ଉପରେ ଆଶ୍ଚର୍ଯ୍ୟର କଥା ତ ନିଶ୍ଚିନ୍ତ, କିନ୍ତୁ କାହା ପାଖରେ ତ୍ରୁଟି ଅଛି, କିଏ ତ୍ରୁଟି କରିଛି ସେଟା ତ ସିଏ ଯିଏ ଜଗତର ମାଲିକ ମହାପ୍ରଭୁ ଏଠି ଜନତା ଠାକୁର ଆପଣମାନେ ସମସ୍ତେ ଜାଣିଛନ୍ତି। ଆମେ ଯଦି ଆମ ନିଜକୁ ବଡ଼ ବୋଲି ଭାବିବା ତାହେଲେ କେବେ ହେଇପାରେନା। ଆମର କେବଳ ସମର୍ପଣ ହେଲେ ମହାପ୍ରଭୁ ଖୁସିରେ ପଳେଇବେ। ତେଣୁ ଯାହା ବି ହେଇଛି ସମସ୍ତଙ୍କ ପାଇଁ ଦୁଃଖର ବିଷୟ ଏବଂ ଆମେ ଏଟାକୁ ମହାପ୍ରଭୁଙ୍କର ଚେତନା ବୋଲି ଭାବିକି ମଧ୍ୟ ନେଲେ ଆଗକୁ ଏଇଭଳିଆ, କାରଣ ନୀତିର ଏଟା ଜଣେ ଆରମ୍ଭ, ମହାପ୍ରଭୁଙ୍କର ଗୁଣ୍ଡିଚାର ଏଟା ନୀତିର ଜଣେ ଆରମ୍ଭ। ଆଜିକି ମାତ୍ର 3 ଦିନ ହେଲା, ଆହୁରି 12-13 ଦିନ ଅଛି। ତେଣୁ 13 ଦିନ କେମିତି ବହୁତ ଆନନ୍ଦରେ ଯିବ, ଏଇଟା ଆମେ ଯଦି ସମସ୍ତ ସେବାୟତ ଚେତନା ବୋଲି ଭାବିବା ତାହେଲେ ଆମ ସମର୍ପଣ ଦେଲେ ମହାପ୍ରଭୁ ଖୁସିରେ ଆଗକୁ ପ୍ରତ୍ୟେକ ନୀତି ଅତି ଆନନ୍ଦରେ ହେବ। ଏବେ ଆମ ସହିତ ଯୋଡ଼ି ହେଇ ଯାଉଛନ୍ତି, ଏଇଟା ହେଲା ଅକସ୍ମାତ ଘଟଣା ବୋଲି କହିଲେ ଚଳେ। ମୁଁ ଜଗନ୍ନାଥ ରଥରେ ବସିଥିଲି, ପ୍ରକୃତ ମୁଁ ବସିଥିଲୁ ଆମେ। ମହାପ୍ରଭୁ ଯେତେବେଳେ ବିଜେ କାଳି ବାଜିଲା ଆମେ ସେଠି ଠିଆ ହେଇକି ଦେଖୁଥିଲୁ। କିଛି ସମୟ ପରେ ଆମର ଘଷା ଆଉ ବଦାପନା ସରିସାରିଲା ପରେ ଆମର ଯେଉଁ ବିଧିମତି ଅନୁସାରେ ଆମର ପହଣ୍ଡି ହେବାକୁ ଯେତେବେଳେ ମହାପ୍ରଭୁ ବାହାରିଥିଲେ ସେଇ ସମୟରେ ଆମର ମୁଣ୍ଡରେ ଆମର ଯେଉଁ ଡୋର ବନ୍ଧା ଏସବୁ ଡୋର ବନ୍ଧା ହେଇଥିଲା। ଯେମିତି ବନ୍ଧା ହେବା କଥା ସେମିତି ବନ୍ଧା ହେଇଥିଲା, କିନ୍ତୁ ଯେମିତି ଯିଏ ଯେଉଁ ରହିବା କଥା ସେଠି ସେ ରହିଥିଲେ। କିନ୍ତୁ ପ୍ରକୃତରେ ଯେତେବେଳେ ମହାପ୍ରଭୁ ଯେତେବେଳେ ବନ୍ଦାପନା ସାରିକି ଯେତେବେଳେ ମହାପ୍ରଭୁ ପହଣ୍ଡି ବାହାରୁ ଯେତେବେଳେ ବିଜେ ହେବାକୁ ବାହାରିଲେ ଯେତେବେଳେ ସେଇ ସମୟରେ ଡୋରଟି ଉପରୁ ଖସି ଯାଇଥିଲା। ଯେତେବେଳେ ଖସିବା ଫଳରେ ଆଗପଟେ ଯେଉଁମାନେ ଆମର କାଖରେ ଥିଲେ ସେ ଜାଣିନାହାନ୍ତି ପଛପଟେ ଡୋର ଖସି ଯାଇଛି। ସେଥିପାଇଁକା ତାର ସ୍ପିଡିଟା ବଢିଗଲା, ଯାହା ଫଳରେ କି ମହାପ୍ରଭୁ ମୁହଁ ମାରିକି ସତରେ ଦର୍ଶକ ବନ୍ଧୁ, ବଡ଼ ଠାକୁର ରଥ ଉପରୁ ଖସି ପଡ଼ିବା ଘଟଣା ବହୁତ ଦୁଃଖଦାୟକ। ତ ଏ ନେଇ କ'ଣ ଆପଣଙ୍କର ମତାମତ ରହିଛି ଭିଡ଼ିଓ ତଳେ କମେଣ୍ଟ ବକ୍ସରେ ନିହାତି କମେଣ୍ଟ କରିବେ ଏବଂ ଜୟ ଜଗନ୍ନାଥ ବୋଲି ନିହାତି ଲେଖିବେ। ତ ଆଜିର ଏ ଭିଡ଼ିଓଟିକୁ ଏଇଠି ରଖିବା। ଦେଖନ୍ତୁ ବଡ଼ଦାଣ୍ଡରେ କେତେ ସୁନ୍ଦର ଭାବରେ ଏଇଭଳି ପ୍ରୋଗ୍ରାମ୍ ସବୁ ଚାଲିଛି। ଏ ଫଳରେ ଆମର ବଡ଼ ଠାକୁର ତଳେ ପଡ଼ିଯିବା ଘଟଣା ମଧ୍ୟ ବହୁତ ଦୁଃଖଦାୟକ। ସେଥିପାଇଁ ମୁଁ ବହୁତ ଦୁଃଖ ଅନୁଭବ କରୁଛି। ଆପଣଙ୍କର ଦୁଃଖ ମଧ୍ୟ ଏହି ଭିଡ଼ିଓ ମାଧ୍ୟମରେ ପ୍ରକାଶ କରିବେ, କମେଣ୍ଟରେ ନିହାତି ଲେଖିବେ। ଜୟ ଜଗନ୍ନାଥ।
तो नमस्कार दर्शक बंधु ये भिडियोटी रखुची पुणी देखा आ गोटे सुंदर ब्लॉग रे से पर्यंत जय जगन्नाथ जय जगन्नाथ।